ସୁନାର କେବଳ ଗୋଟିଏ ଦାନ ତିଆରି ହୋଇପାରିଲା। କବୀନ୍ଦ୍ର ଲେଖିଛନ୍ତି, ମୁଁ ଦ୍ୱାର ଦ୍ୱାର ବୁଲି କେବଳ ଗହମ ଦାନରେ ମୋ ଝୁଲା ଭର୍ତ୍ତି କରିପାରିଲି। ଯେତିକି ପାରିଲି ସେଥିରେ ତୃପ୍ତ ହୋଇ ମୁଁ ଘରକୁ ଫେରିଲି। ସେତେବେଳେ ଜଣେ ଦରିଦ୍ର ବୃଦ୍ଧ ଆସି ମୋ ଆଗରେ ହାତ ପତାଇଲା। ମୁଁ ଭାବିଲି, ପରିଶ୍ରମ କରି ଏକାଠି କରିଥିବା ଶସ୍ୟ ମୁଁ ଏହାକୁ କାହିଁକି ଦେବି? ତଥାପି ଗୋଟିଏ ଶସ୍ୟ ଦାନା ତା ହାତରେ ଦେଇ ମୁଁ ଚାଲି ଆସିଲି। ଘରେ ପହଞ୍ଚି ଝୁଲା ଖାଲି କରିଦେଲି। ଦେଖିଲି ଯେ ସେଥିରେ ଗୋଟିଏ ବଡ଼ ସୁନାର ଦାନା ଅଛି। ମୁଁ ମୁଣ୍ଡ କୋଡ଼ି ହେଲି। ମୋ କୃପଣ ସ୍ୱଭାବ ଯୋଗୁଁ ଅନୁତାପ କଲି। ହାୟ, ଅନ୍ୟମାନଙ୍କ ଉଦାରତା ହେତୁ ପାଇଥିବା ଶସ୍ୟକୁ ଦେବା ପାଇଁ ମୁଁ ଉଦାର ହେଲି ନାହିଁ କାହିଁକି? ଯଦି ଉଦାର ହୋଇଥାନ୍ତି ତେବେ ମୋ ଝୁଲି ସୁନାରେ ପରିପୂର୍ଣ୍ଣ ହୋଇଯାଇଥାନ୍ତା। ଦେବ ଦକ୍ଷିଣାର ଅର୍ଥ ହେଉଛି ବ୍ୟକ୍ତି ନିଜ ଅନ୍ତଃକରଣର ବୃତ୍ତିର ପଥ ବଦଳାଇ ଦେବତ୍ୱ ସହିତ ସମନ୍ୱୟ କରିବା। ବଳି ସ୍ୱେଚ୍ଛାପୂର୍ବକ ଉଦାରତା ଦେଖାଇଥିଲେ। ରାଜ୍ୟ ତ ଗଲା, କିନ୍ତୁ ସୌଭାଗ୍ୟ ମିଳିଲା ଅପାର ପରିମାଣରେ। ସତ୍ୟବାଦୀ ହରିଶ୍ଚନ୍ଦ୍ର ବିଶ୍ୱାମିତ୍ରଙ୍କୁ ରାଜଗାଦି ସମର୍ପଣ କରି କିଛି କ୍ଷତି ସହିଲେ ନାହିଁ, ବରଂ ଅଧିକ ଲାଭ ପାଇଲେ। ଧନ୍ୟବାଦ। विचार क्रांति दूत यूट्यूब ओडिया चैनल को सब्सक्राइब करिया सह परवर्ती वीडियो प्राप्त करिया पई बेल आइकन दबांतु एवं विचार क्रांति दूत ओडिया फेसबुक पेज सह जोड़ी हुंतु। धन्यवाद।